ଆଜି ଏ ଭିଡ଼ିଓରେ ଜାଣିବା 20 ବର୍ଷର କରଣ କୁମାର କିପରି ଅଳିଆରୁ ରୋଜଗାର ସୃଷ୍ଟି କଲେ। ସାଙ୍ଗମାନେ ଆମେ ସମସ୍ତେ ଅଳିଆ ଦେଖିଲେ ନାକ ଟେକୁ, କିନ୍ତୁ କ'ଣ ଆପଣ କେବେ ଭାବିଛନ୍ତି କି ଏହି ଅଳିଆ କାହା ପାଇଁ ରୋଜଗାରର ମାଧ୍ୟମ ସାଜିପାରେ? ଆଜି ଆମେ ଜାଣିବା ଏମିତି ଏକ ଯୁବକ ବୟସ କହିବୁ ଯିଏ ମାତ୍ର 20 ବର୍ଷ ବୟସରେ ଅଳିଆରୁ ଅର୍ଥ ଏବଂ ପରିବେଶ ପାଇଁ ଏକ ବଡ଼ ସଫଳତା ଆଣିଛନ୍ତି। ସେ ହେଉଛନ୍ତି ଦିଲ୍ଲୀର କରଣ କୁମାର ଏବଂ ତାଙ୍କ ଷ୍ଟାର୍ଟଅପ୍ ଫିନୋବାଡ଼ିର କାହାଣୀ। କରଣଙ୍କ ବାପା ବିହାରରୁ ଦିଲ୍ଲୀ ଆସିଥିଲେ ଏବଂ ଅତି କଷ୍ଟରେ ନିଜର ପରିବାର ଚଳାଉଥିଲେ। କରଣ ପିଲାଦିନୁ ହିଁ କିଛି ନୂଆ କରିବାକୁ ଚାହୁଁଥିଲେ। ଦିନେ ସେ ଜଣେ କବାଡ଼ିବାଲାଙ୍କ ସହ କଥା ହେବା ବେଳେ ଜାଣିବାକୁ ପାଇଲେ ଯେ ଆମ ସହରରୁ ସଫା ରଖୁଥିବା ଏହି ଲୋକମାନଙ୍କର କୌଣସି ସମ୍ମାନ ନାହିଁ କି ସ୍ଥିର ରୋଜଗାର ନାହିଁ। ଏହି କଥାଟି କରଣଙ୍କ ମନକୁ ଛୁଇଁଥିଲା। ସେ ଭାବିଲେ କାହିଁକି ଏ ବ୍ୟବସାୟକୁ ଏକ ସମ୍ମାନଜନକ ଏବଂ ବୈଜ୍ଞାନିକ ରୂପରେ ଦିଆଯିବ ନାହିଁ। ଏହାଠାରୁ ଆରମ୍ଭ ହେଲା ଫିନୋବାଡ଼ିର। ଏହା ଏକ ଏପରି ପ୍ଲାଟଫର୍ମ ଯାହା ଟେକ୍ନୋଲୋଜି ମାଧ୍ୟମରେ କାମ କରେ। ଏକ ବୁକିଂ, ଲୋକମାନେ ଆପ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ସେମାନଙ୍କର ଘରର ଅଳିଆ ବିକିବା ଏବଂ ବୁକିଂ କରନ୍ତି। 2ରେ ଡିଜିଟାଲ ୱେଲ୍ଥ, କବାଡ଼ିବାଲାମାନେ ଘରକୁ ଯାଇ ଡିଜିଟାଲ ମେସିନରେ ଓଜନ କରନ୍ତି, ଯାହାଫଳରେ ଗ୍ରାହକମାନଙ୍କୁ ସଠିକ୍ ମୂଲ୍ୟ ମିଳେ। ରିସାଇକ୍ଲିଂ, ଏହି ଅଳିଆକୁ ସଂଗ୍ରହ କରି ତାକୁ ଅଲଗା ଅଲଗା କରାଯାଏ ଏବଂ ବଡ଼ ବଡ଼ କମ୍ପାନୀକୁ ରିସାଇକେଲ କରିବା ପାଇଁ ଦିଆଯାଏ। କାରଣ କେବଳ ପଇସା ରୋଜଗାର କରୁନାହାନ୍ତି, ସେ ସମାଜକୁ ବଦଳାଇବାକୁ ଚାହୁଁଛନ୍ତି। ରୋଜଗାର ପ୍ରାୟ 70ରୁ ଅଧିକ କବାଡ଼ିବାଲା ଏବଂ ମହିଳାଙ୍କୁ ସେ ସମ୍ମାନର ସହ ରୋଜଗାର ଦେଉଛନ୍ତି। ଗଛ ଲଗାଇବା, ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରତି 100 କେଜି ଅଳିଆ ସଂଗ୍ରହ ପାଇଁ ଫିନୋବାଡ଼ି ଗୋଟିଏ ଗଛ ଲଗାଏ। ବର୍ତ୍ତମାନ ସୁଦ୍ଧା ସେମାନେ 30,000ରୁ ଅଧିକ ଗଛ ଲଗାଇ ସାରିଲେଣି ଏବଂ 450 ଟନ୍ରୁ ଅଧିକ ଅଳିଆ ରିସାଇକେଲ କରିଛନ୍ତି। ସାଙ୍ଗମାନେ କରଣଙ୍କ ଏହି କାହାଣୀ ଶିଖାଏ ଯେ ବୟସ କେବେ ବି ସଫଳତା ପାଇଁ ବାଧା ହୁଏ ନାହିଁ। ଯଦି ଆପଣଙ୍କ ପାଖରେ କିଛି ଭଲ ଚିନ୍ତାଧାରା ଅଛି, ତେବେ ଆପଣଙ୍କ ବିଶ୍ୱକୁ ବଦଳାଇବା ପାରିବେ। କାରଣ ଏହି ଉଦ୍ୟମ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଏବଂ ଏମିତି ପ୍ରେରଣାଦାୟୀ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।